ଆଜିର ସେସନ୍ରେ ଆମେ ଡିସ୍କସନ୍ କରିବା ପିଲାମାନେ ଓଡ଼ିଆ ପେଡ଼ାଗୋଜିର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଗୁଡ଼ାକ ଏଥିରେ ଆମେ ଫୁଲ୍ ଡିସ୍କସ୍ କରିବା। ତ ଚାଲନ୍ତୁ ପିଲାମାନେ ଷ୍ଟାର୍ଟ କରିବା କ୍ଲାସ୍। ତ ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? ମାତୃଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷକ ପ୍ରଥମେ କ'ଣ କରିବେ? କ'ଣ କରିବେ ପିଲାମାନେ? ଅପସନ୍ ଏରେ ଦେଇଛି ପିଲାଟି କ'ଣ ଜାଣିଛି ତାହା ଜାଣିବା, ନା ପିଲାଟି କ'ଣ ପଢ଼ିବ ତା ବିଷୟରେ ଜାଣିବା, ନା ପିଲାଟି ମାତୃଭାଷା ପାଇଁ କେତେକ ଆଗ୍ରହୀ ଜାଣିବା, ନା ପିଲାର ପରିବାର ସମ୍ପର୍କରେ ଜାଣିବା। ତ ଭିତରୁ କେଉଁଟା ହେବ ରାଇଟ୍ ଆନ୍ସର୍ ପିଲାମାନେ? ମନେ ରଖିବେ, ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ, ପିଲାଟି କ'ଣ ଜାଣିଛି ତାହା ଜାଣିବା ପାଇଁ ଆମେ ଚେଷ୍ଟା କରିବା। ମନେ ରଖିବେ, ତ ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ ପିଲାମାନେ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ପିଲାଟି କହିବା ବେଳେ କୌଣସି ଭୁଲ ଥିଲେ ଶିକ୍ଷକ କ'ଣ କରିବେ? ପିଲାଟି କହିବା ବେଳେ କୌଣସି ଭୁଲ ଥିଲେ ଶିକ୍ଷକ କ'ଣ କରିବେ? କ'ଣ କରିବେ ପିଲାମାନେ? ଭୁଲକୁ ଚିହ୍ନଟ କରିବେ, ନା ଭୁଲକୁ ବାଛି ଜଣାଇବେ, ନା ଭୁଲକୁ ଠିକ୍ କରିବାକୁ କହିବେ, ନା ପିଲାର ଭୁଲକୁ ସୁଧାରି ଆଣିବେ ଓ ନିଜେ ବାରମ୍ବାର ଠିକ୍ କରି କହିବେ? କେଉଁଟା ହେବ ରାଇଟ୍ ଆନ୍ସର୍? ପିଲାଟି କହିବା ବେଳେ କୌଣସି ଭୁଲ ଥିଲେ ଶିକ୍ଷକ କ'ଣ କରିବେ? କ'ଣ କରିବେ? ମନେ ରଖିବେ, ପିଲାର ଭୁଲକୁ ସୁଧାରି ଆଣିବେ ଓ ନିଜେ ବାରମ୍ବାର ଠିକ୍ କରି କହିବେ। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ପିଲାମାନଙ୍କୁ ଦଳ ଦଳ କରି ବସାଇବା ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ କେଉଁ ଦକ୍ଷତାର ବିକାଶ ଘଟେ? ପିଲାମାନେ ପିଲାମାନଙ୍କୁ ଦଳ ଦଳ କରି ବସାଇ ସେମାନଙ୍କ ଭିତରେ ଆଲୋଚନା କରିବାକୁ ସୁଯୋଗ ଦେଲେ କେଉଁ ଦକ୍ଷତା ବିକାଶ ଘଟିଥାଏ? କହିବା, ନା ଶୁଣିବା, ନା ପଢ଼ିବା, ନା ସ୍ୱଶିକ୍ଷଣ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ପିଲାମାନେ ଅପସନ୍ ନମ୍ବର ଡି, ସ୍ୱଶିକ୍ଷଣ। ପିଲାମାନେ ସ୍ୱଶିକ୍ଷଣର ଦକ୍ଷତା ବିକାଶ ଘଟିଥାଏ। ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ଭାଷା ଶିକ୍ଷଣ ପାଇଁ ଯେଉଁ 4ଟି କୌଶଳ ପ୍ରୟୋଗ କରାଯାଏ ସେଗୁଡ଼ିକ ମଧ୍ୟରେ ସର୍ବପ୍ରଥମ କେଉଁଟା? ପିଲାମାନେ ଏ ଭିତରୁ ଭାଷା ଶିକ୍ଷଣ ପାଇଁ ଯେଉଁ 4ଟି କୌଶଳ ପ୍ରୟୋଗ କରାଯାଇଛି ସେଗୁଡ଼ିକ ମଧ୍ୟରୁ ସର୍ବପ୍ରଥମ କେଉଁଟା? କେଉଁଟା ହେବ? କହିବା, ନା ଶୁଣିବା, ନା ପଢ଼ିବା, ନା ଲେଖିବା ହେବ? କେଉଁଟା ହେବ? ନା ଶୁଣିବା। ପିଲାମାନେ ସର୍ବପ୍ରଥମ ଦକ୍ଷତା ହେଇଯିବ ଶୁଣିବା। ତ ପ୍ରାଥମିକ ସ୍ତରରେ 4ଟି ଦକ୍ଷତା ଥାଏ ପିଲାମାନେ। ପ୍ରଥମେ ଶୁଣିବ, ତାପରେ କହିବ, ତାପରେ ପଢ଼ିବ, ତାପରେ ଲେଖିବ। ତ ସର୍ବପ୍ରଥମ ହେଇଯିବ ଶୁଣିବା। ତ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶୁଣିବା, କହିବା, ପଢ଼ିବା, ଲେଖିବା ଏଗୁଡ଼ିକ କେଉଁ ସ୍ତରର ଦକ୍ଷତା? ପିଲାମାନେ ଶ୍ରବଣ, କଥନ, ପଠନ, ଲିଖନ ଏଗୁଡ଼ିକ କେଉଁ ସ୍ତରର ଦକ୍ଷତା? ପ୍ରାଥମିକ, ନା ମାଧ୍ୟମିକ, ନା ଉଚ୍ଚସ୍ତରୀୟ, ନା ବିଶ୍ୱସ୍ତରୀୟ? ପିଲାମାନେ ଏଇଟା ହେଉଛି ପିଲାମାନେ ପ୍ରାଥମିକ, ନା ପ୍ରାଥମିକ ସ୍ତରର ଦକ୍ଷତା। ଅପସନ୍ ନମ୍ବର ଏ ଯିବ ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିଶୁଟି ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ପ୍ରଥମେ ମାତୃଭାଷା ପାଇଁ କିପରି ଆଗ୍ରହୀ କରାଇବେ? ପିଲାମାନେ ଶିଶୁଟି ବିଦ୍ୟାଳୟକୁ ଆସିବା ପରେ ଶିକ୍ଷକ ପ୍ରଥମେ ମାତୃଭାଷା ପାଇଁ କିପରି ଆଗ୍ରହୀ କରାଇବେ? ବହି ପଢ଼ାଇବା, ନା ଅକ୍ଷର ଘୋଷାଇବା, ନା ଅକ୍ଷର ଲେଖାଇବା, ନା ଗଳ୍ପ ଓ ଗୀତ ଶୁଣାଇବା? ପିଲାମାନେ କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି, ପ୍ରଥମେ ଗଳ୍ପ ଓ ଗୀତ ଶୁଣାଇବେ। ମନେ ରଖିବେ, ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ପଠନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କ'ଣ କରିବେ? ପଠନ ଦକ୍ଷତା ବିକାଶ ପାଇଁ ଶିକ୍ଷକ କ'ଣ କରିବେ? କ'ଣ କରିବେ? ଅକ୍ଷର ଲେଖା ଶିଖାଇବେ, ନା ଛବି ଦେଖାଇବେ, ନା ଛବି ଓ ଲେଖାଥିବା ପ୍ଲାସ୍ କାର୍ଡ଼ ଦେଖାଇବେ, ନା ବହି ପଢ଼ିବେ? ପିଲାମାନେ କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି, ଛବି ଓ ଲେଖାଥିବା ପ୍ଲାସ୍ କାର୍ଡ଼ ଦେଖାଇବେ। ପଠନ ଦକ୍ଷତାର ବିକାଶ ପାଇଁ ଶିକ୍ଷକ କ'ଣ କରିବେ? ନା ଛବି ଓ ଲେଖାଥିବା ପ୍ଲାସ୍ କାର୍ଡ଼ ଦେଖାଇବେ। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଆଧୁନିକ ପ୍ରଣାଳୀରେ ଅକ୍ଷର ଶିକ୍ଷା କିପରି ଦିଆଯାଏ? ଆଧୁନିକ ପ୍ରଣାଳୀରେ ଅକ୍ଷର ଶିକ୍ଷା କିପରି ଦିଆଯାଏ? କିପରି ଦିଆଯାଏ ପିଲାମାନେ? ଅକ୍ଷର କ୍ରମ ଶିଖାଇବା, ନା ବାକ୍ୟରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର, ନା ଶବ୍ଦରୁ ଅକ୍ଷର, ନା ଅକ୍ଷରରୁ ଶବ୍ଦ ଓ ଶବ୍ଦରୁ ବାକ୍ୟ? ପିଲାମାନେ କେଉଁଟା ହେବ? ନା ବାକ୍ୟରୁ ଶବ୍ଦ ଓ ଶବ୍ଦରୁ ଅକ୍ଷର ଦିଆଯାଇଥାଏ। ମନେ ରଖିବେ, ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା? ପିଲାମାନେ
ପଠନର ବିକାଶ ପାଇଁ ଆମେ କେଉଁ ପଦ୍ଧତି ଗ୍ରହଣ କରିବା? କେଉଁ ପଦ୍ଧତି? ଅପସନ୍ ଏ ଦେଇଛି ବହି ପଢ଼ିବାକୁ କହିବା, ବିରେ ଦେଇଛି ଅକ୍ଷର ଲେଖିବାକୁ କହିବା, ସି ଦେଇଛି ଗଳ୍ପ ପଠନ ପ୍ରଣାଳୀ, ନା ଛବି ଦେଖିବା ପ୍ରଣାଳୀ ପିଲାମାନେ? କେଉଁଟା ହେବ? ପଠନର ବିକାଶ ପାଇଁ ଆମେ ଗଳ୍ପ ପଠନ ପ୍ରଣାଳୀ ପଦ୍ଧତି ଗ୍ରହଣ କରିବା ଉଚିତ। ମନେ ରଖିବେ। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କଥନ ଦକ୍ଷତାକୁ ଦ୍ୱିତୀୟ ଦକ୍ଷତା ରୂପେ କାହିଁକି କୁହାଯାଇଛି ପିଲାମାନେ? କଥନ ଦକ୍ଷତାକୁ ଦ୍ୱିତୀୟ ଦକ୍ଷତା ରୂପେ କାହିଁକି କୁହାଯାଇଛି? କାହିଁକି? କଥନ ଏକ ମୁଖ୍ୟ ଦକ୍ଷତା ହେଇଥିବାରୁ, ନା ଶୁଣିବା ପରେ ଶିଶୁ କହିଥାଏ, ନା ଶୁଣିବା ସହିତ କଥନର ସମ୍ପର୍କ ଥାଏ, ନା କଥନ ଦ୍ୱାରା ତାର ଅଭିବ୍ୟକ୍ତି ମୌଖିକ ପ୍ରକାଶ ପାଏ? କେଉଁଟା ହେବ? ନା କଥନ ଦ୍ୱାରା ତାର ଅଭିବ୍ୟକ୍ତି ମୌଖିକ ପ୍ରକାଶ ପାଏ। ମନେ ରଖିବେ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ ପିଲାମାନେ? ଅପସନ୍ ଏ ଦେଇଛି ବିନ୍ଦୁ ଯୋଡ଼ି ଚିତ୍ର ଆଙ୍କିବା, ନା ଦୁଇ ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା, ନା ଗୋଟିଏ ଗୋଲାକାର ଠ ଲେଖିବା, ନା ଚିତ୍ର ମଧ୍ୟରେ ରଙ୍ଗ ଦେବା ପିଲାମାନେ? ତ ଭିତରୁ କେଉଁଟା ଗୋଟେ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ? କେଉଁଟା ନୁହେଁ ପିଲାମାନେ ଏ ଭିତରୁ? କେଉଁଟା ଆଉ ରାଇଟ୍ ଆନ୍ସର ଏ ଭିତରୁ? ରାଇଟ୍ ଆନ୍ସର ଯିବ ଅପସନ୍ ନମ୍ବର ବି, ଦୁଇ ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା। ଏଇଟା କିନ୍ତୁ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ? ଅପସନ୍ ଏ ଦେଇଛି ଅକ୍ଷର ଖେଳ, ନା ବନାନ ଖେଳ, ନା ଶବ୍ଦାନ୍ତ ଖେଳ, ନା ଅଥାକ୍ଷର କବିତା ଖେଳ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ଯିବ ଅପସନ୍ ନମ୍ବର ବି, ଶୁଦ୍ଧ ଶବ୍ଦ ଲିଖନ ପାଇଁ ବନାନ ଖେଳର ଆବଶ୍ୟକ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ପ୍ରକାର ମୂଲ୍ୟାୟନରେ ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ ପିଲାମାନେ? କେଉଁ ପ୍ରକାର ମୂଲ୍ୟାୟନରେ ପ୍ରଶ୍ନଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ? ଉପଲବ୍ଧି ପରୀକ୍ଷଣ, ନା ପ୍ରବୀଣତା ପରୀକ୍ଷଣ, ନା ଲବ୍ଧଜ୍ଞାନ ପରୀକ୍ଷଣ, ନା ସାମଗ୍ରିକ ମୂଲ୍ୟାୟନ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ଯିବ ଅପସନ୍ ନମ୍ବର ବି, ପ୍ରବୀଣତା ପରୀକ୍ଷଣ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ? ତ ଏ ଭିତରୁ ପିଲାମାନେ କେଉଁଟା ଗୋଟେ ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? ଅପସନ୍ ଏ ଦେଇଛି ମପାଚୁପା ଭାଷା, ଚଳନ୍ତି ଭାଷା ଇତ୍ୟାଦିର ପ୍ରୟୋଗ ପାଇଁ ସୁଯୋଗ ସୃଷ୍ଟି, ନା ସଂକ୍ଷେପରେ ମନର ଭାବକୁ ପ୍ରକାଶ କରିବା, ନା ଭାବର ସାନ୍ଦ୍ରତା, ବିନମ୍ରତା ଇତ୍ୟାଦି ଗୁଣଗୁଡ଼ିକୁ ଭାଷାରେ ପ୍ରକାଶ କରିବା, ନା ବର୍ଣ୍ଣାଶୁଦ୍ଧି ନିରାକରଣ କୌଶଳ ଜାଣିବା? ତ ଭିତରୁ କେଉଁଟା ଗୋଟେ ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ? କେଉଁଟା ନୁହେଁ? ନା ବର୍ଣ୍ଣାଶୁଦ୍ଧି ନିରାକରଣ କୌଶଳ ଜାଣିବା। ଏଇଟା ଦରଖାସ୍ତ ବା ପତ୍ର ଲିଖନର ଉଦ୍ଦେଶ୍ୟ ନୁହେଁ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର। ତ ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ବିରାମ ଚିହ୍ନ ହାଇଫେନ୍ କେଉଁଟି ବ୍ୟବହାର କରାଯାଏ ପିଲାମାନେ? ବିରାମ ଚିହ୍ନ ହାଇଫେନ୍ କେଉଁଟି ବ୍ୟବହାର କରାଯାଏ? କେଉଁଟି ପିଲାମାନେ? ଅପସନ୍ ଏ ଦେଇଛି କୌଣସି ଅନୁଚ୍ଛେଦର ଶିରୋନାମା ପରେ, ନା ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ, ନା ଲେଖା ମଧ୍ୟରେ କୌଣସି ଅର୍ଥକୁ ସ୍ପଷ୍ଟ କରିବା ପାଇଁ, ନା ସମାଧାନ ପରେ ବା ପୂର୍ବରୁ? କେଉଁଟି ବ୍ୟବହାର କରାଯାଏ? କେଉଁଟା ହେବ? ନା ଧାଡ଼ି ଅଧା ବା ଖଣ୍ଡିଆ ରହିଗଲେ ସେତେବେଳେ ଆମେ ବ୍ୟବହାର କରାଯାଇଥାଏ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିପାରିବା? ଅଭୟାରଣ୍ୟର ବ୍ୟାଖ୍ୟା ଆମେ କିପରି କରିପାରିବା? କିପରି ପିଲାମାନେ? ଯେଉଁ ଅରଣ୍ୟରେ ମଣିଷ କାହାକୁ ଭୟ କରେ ନାହିଁ, ନା ଯେଉଁ ଅରଣ୍ୟରେ ବନବାସୀ ମନୁଷ୍ୟ ସ୍ୱଚ୍ଛନ୍ଦ ବିଚରଣ କରନ୍ତି, ନା ଯେଉଁ ଅରଣ୍ୟରେ ଲୋକେ ବିବିଧ ଋତୁରେ ବଣଭୋଜି କରିଥାନ୍ତି, ନା ଯେଉଁ ଅରଣ୍ୟରେ ଜୀବଜନ୍ତୁ ନିର୍ଭୟ ଓ ସ୍ୱାଧୀନତା ଭାବେ ବିଚରଣ କରିଥାନ୍ତି? ଅଭୟାରଣ୍ୟ ବ୍ୟାଖ୍ୟା ଆମେ କିପରି କରିପାରିବା? କେଉଁଟା ହେବ? ନା ଯେଉଁ ଅରଣ୍ୟରେ ଜୀବଜନ୍ତୁ ନିର୍ଭୟ ଓ ସ୍ୱାଧୀନ ଭାବେ ବିଚରଣ କରିଥାନ୍ତି। ମନେ ରଖିବେ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ଅନୌପଚାରିକ ପତ୍ର? ଏ ଭିତରୁ ପିଲାମାନେ କେଉଁଟା ଗୋଟେ ଅନୌପଚାରିକ ପତ୍ର ପିଲାମାନେ? ବାଣିଜ୍ୟିକ, ନା ସରକାରୀ, ନା ବ୍ୟକ୍ତିଗତ, ନା ନିମନ୍ତ୍ରଣ ପିଲାମାନେ?
तो भितर हो पाने औपचारिक पत्र हो अनौपचारिक पत्र हो व्यक्तिगत तो यहाँ हो औपचारिक पत्र सरकारी वाणिज्यिक निमंत्रण व्यक्तिगत यहाँ हो अनौपचारिक पत्र तो ऑप्शन नंबर सी हो राइट आंसर। नेक्स्ट देखिबा नेक्स्ट क्वेश्चन रही कहे वैष्णव निश्चय जीव जीव मरुछिबी गला माली केमंते। तो वैष्णव शब्दटी क्या बुझे पे भितर वैष्णव पदटी क्या बुझे स्वयं कवि को ना विष्णु भक्त को ना कृष्ण को ना यशोदा को यहाँ को स्वयं कवि को बुझाऊँ पे तो ऑप्शन नंबर ए हो राइट आंसर। नेक्स्ट देखिबा नेक्स्ट क्वेश्चन रही क्यों प्रकार प्रश्न रे व्यक्तिनिष्ठता दोष प्राय रही है पे क्यों प्रकार प्रश्न रे व्यक्तिनिष्ठता दोष प्राय रही है मेलक प्रश्न रे ना वस्तुनिष्ठ प्रश्न रे ना बहु विकल्प ना संक्षिप्त उत्तरमूलक कौटा हम राइट आंसर भितर पे राइट आंसर कौटा हम राइट आंसर कौटा हम पे भितर ना संक्षिप्त उत्तरमूलक प्रश्न संक्षिप्त उत्तरमूलक प्रश्न रे व्यक्तिनिष्ठता दोष प्राय रही है तो ऑप्शन नंबर डी इज राइट आंसर। नेक्स्ट देखिबा नेक्स्ट क्वेश्चन रही प्राथमिक स्तर में मातृभाषा शिक्षण केउटी लक्ष्य नुहे तो भितर पे प्राथमिक स्तर में मातृभाषा शिक्षण केउटी लक्ष्य नुहे मानविक गुणावली और मूल्यबोधर विकास ना उत्तम नागरिक गठन और ना पिलांको समान वर्धन ना सृजनशीलतार विकास हम पे तो भितर कौटा गोटे प्राथमिक स्तर मातृभाषा शिक्षण लक्ष्य नुहे कौटा नुहे पे भितर मन रखिए पिलांको समान वर्धन तो ऑप्शन नंबर सी इज राइट आंसर। नेक्स्ट देखिबा नेक्स्ट क्वेश्चन रही केउटी वर्णाशुद्धि निराकरण उपाय नुहे तो भितर पे कौटा गोटे वर्णाशुद्धि निराकरण उपाय नुहे पे श्रुत लिखन ना बनान खेल ना अभिधान व्यवहार ना त्रुटिपूर्ण उच्चारण पे कौटा हम राइट आंसर भितर ना त्रुटिपूर्ण उच्चारण यहाँ किंतु वर्णाशुद्धि निराकरण उपाय नुहे मन रखिए। नेक्स्ट देखिबा नेक्स्ट क्वेश्चन रही गोलाप सपुरी टगर मल्ली कदली पणस चंपा एगुड़िक मध्यरु फूल और फलर नाम अलग करी लेख तो यहाँ गोटे क्यों प्रकार प्रश्न पे पुनः सज्जीकरण प्रश्न ना सत्यासत्य मूलक प्रश्न ना दृष्टांतमूलक प्रश्न ना वर्गीकरण मूलक प्रश्न पे यहाँ हूँ पे वर्गीकरण मूलक प्रश्न फूल और फलर नाम अलग कर लेख तो यहाँ हो वर्गीकरण मूलक प्रश्न तो ऑप्शन नंबर डी इज राइट आंसर। नेक्स्ट देखिबा नेक्स्ट क्वेश्चन रही श्रेणी रे भाषागत भिन्नता कहीं देखा जाए पे श्रेणी रे भाषागत भिन्नता कहीं देखा जाए देखा जाए पे गोटे भाषा जानी पिला आसीथिबारु ना गोटे प्रकार पिला आसुथिबारु ना भिन्न भिन्न अंचल बा परिवेशर पिला आसीथिबारु ना गोटे परिवार बा संस्कृति भितर पिला आसीथिबारु कहीं देखा जाए कौटा हम राइट आंसर राइट आंसर जीव ऑप्शन नंबर सी पिला भिन्न भिन्न अंचल बा परिवेशर पिला आसीथिबारु देखा जाए भिन्नता देखा जाए तो ऑप्शन नंबर सी जीव राइट आंसर। नेक्स्ट देखिबा नेक्स्ट क्वेश्चन रही ठीक बना नथिबा शब्द चारिपटे गोल बुलाइबा को कह जाइथिले ता केउ प्रकार प्रश्न हम पे ठीक बना नथिबा शब्दटी चारिपटे गोल बुला तो यहाँ गोटे क्यों प्रकार प्रश्न हम सत्यासत्य प्रश्न ना उत्तर चयनमूलक प्रश्न ना पुनः सज्जीकरण प्रश्न ना मेलक प्रश्न पिला कौटा हम राइट आंसर भितर पिला यहाँ पे उत्तर चयनमूलक प्रश्न हम मन रखिए। नेक्स्ट देखिबा तो नेक्स्ट क्वेश्चन रही पे तात्विक पठन और व्यापक पठन मध्य केउटी शिशु पाई आनंददायक होता है पे तात्विक पठन और व्यापक पठन मध्य केउटी शिशु पाई आनंददायक होता है केउटी पे तात्विक पठन रे ना व्यापक पठन रे ना उभय ना केउटी नुहे पे कौटा हम राइट आंसर ना राइट आंसर जीव ऑप्शन नंबर बी व्यापक पठन रे शिशु मानू आनंददायक होता है तो ऑप्शन नंबर बी इज राइट आंसर। नेक्स्ट देखिबा नेक्स्ट क्वेश्चन रही शिक्षादान समय पिलामानंकु दल दल करी बसैबा फल कौन सुविधा हुए पिलामाने शिक्षादान समय पिलामानंकु दल दल करी बसैबा फल कौन सुविधा हुए पिलामाने
ପିଲାମାନେ ସୁବିଧାରେ ବସିପାରନ୍ତି, ନା ପରସ୍ପର ଭିତରେ ଆଲୋଚନା କରିଥାନ୍ତି, ନା ମିଳିତ ଭାବରେ ଉତ୍ତର ଦିଅନ୍ତି, ନା ସ୍ଥାନାଭାବ ଦୂର କରିଥାନ୍ତି ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ କେଉଁଟା ହେବ ରାଇଟ୍ ଆନ୍ସର୍? ପରସ୍ପର ଭିତରେ ଆଲୋଚନା କରିଥାନ୍ତି। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିଶୁ କ'ଣ କ'ଣ ଲେଖେ ପିଲାମାନେ? ଶିଶୁ କ'ଣ କ'ଣ ଲେଖେ? କ'ଣ କ'ଣ ଲେଖେ ପିଲାମାନେ? ଯାହା ଶୁଣିଥାଏ, ନା ଯାହା ଦେଖିଥାଏ, ନା ଯାହା ଅନୁଭବ କରିଥାଏ, ନା ଯାହା ଶୁଣିଥାଏ, ଦେଖିଥାଏ, ଅନୁଭବ କରିଥାଏ? କ'ଣ କ'ଣ ଲେଖେ? ମନେ ରଖିବେ, ଯାହା ଶୁଣିଥାଏ, ଦେଖିଥାଏ, ଅନୁଭବ କରିଥାଏ ତାହା ହିଁ ଲେଖିବ ନା। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିକ୍ଷକ ରଚନା ଲେଖାଇବା ବେଳେ କାହା ଉପରେ ଗୁରୁତ୍ୱ ଦେବେ ନାହିଁ? ଶିକ୍ଷକ ରଚନା ଲେଖାଇବା ବେଳେ କାହା ଉପରେ ଗୁରୁତ୍ୱ ଦେବେ ନାହିଁ ପିଲାମାନେ? ପିଲାଙ୍କୁ କୌଣସି ପ୍ରସଙ୍ଗରେ ପଚାରିବା, ନା ଗଳ୍ପ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ, ନା ଘରେ ରଚନା ଲେଖି ଆଣିବା, ନା ପିଲାମାନଙ୍କୁ ସହାୟକ ପୁସ୍ତକ ଯୋଗାଇବା ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ଘରେ ରଚନା ଲେଖି ଆଣିବା ପାଇଁ କେବେ ବି କହିବେ ନାହିଁ। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁଟି ପ୍ରବନ୍ଧ ଲିଖନର ଉଦ୍ଦେଶ୍ୟ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ପ୍ରବନ୍ଧ ଲିଖନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? କେଉଁଟା ନୁହେଁ? ସୃଜନା ଶକ୍ତିର ବିକାଶ, ନା ଯୁକ୍ତି ଶକ୍ତିର ବିକାଶ, ନା କଳ୍ପନା ଶକ୍ତିର ବିକାଶ, ନା ଶବ୍ଦାନୁଶୀଳନ ଶକ୍ତିର ବିକାଶ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି, ଶବ୍ଦାନୁଶୀଳନ ଶକ୍ତିର ବିକାଶ। ଏଇଟା କିନ୍ତୁ ପ୍ରବନ୍ଧ ଲିଖନର ଉଦ୍ଦେଶ୍ୟ ନୁହେଁ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଗୋଟିଏ ଆଦିବାସୀ ପିଲା ସାଧାରଣ ସ୍କୁଲରେ ପଢ଼ିଲେ ଓଡ଼ିଆ ଭାଷା ତାକୁ କିପରି ଲାଗେ ପିଲାମାନେ? ଗୋଟିଏ ଆଦିବାସୀ ପିଲା ସାଧାରଣ ସ୍କୁଲରେ ପଢ଼ିଲେ ଓଡ଼ିଆ ଭାଷା ତାକୁ କିପରି ଲାଗେ? କିପରି ଲାଗେ ପିଲାମାନେ? ଆପଣାର ଲାଗେ, ନା ଆନନ୍ଦଦାୟକ ଲାଗେ, ନା ବିଦେଶୀ ଭାଷା ବୋଲି ଲାଗେ, ନା ଖୁବ୍ ଭଲ ଲାଗେ ପିଲାମାନେ? କ'ଣ ଲାଗେ? ନା ବିଦେଶୀ ଭାଷା ବୋଲି ଲାଗେ। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ, ମାତୃଭାଷା ଶିକ୍ଷାଦାନର ପ୍ରାଥମିକ ସ୍ତରରେ କେଉଁ ଦୁଇଟି କୌଶଳ ଗୁରୁତ୍ୱ ଦେବା ଉଚିତ ପିଲାମାନେ? ମାତୃଭାଷା ଶିକ୍ଷାଦାନର ପ୍ରାଥମିକ ସ୍ତରରେ କେଉଁ ଦୁଇଟିକୁ କୌଶଳକୁ ଗୁରୁତ୍ୱ ଦେବା ଉଚିତ? କଥନ ଓ ପଠନକୁ, ନା ଶ୍ରବଣ ଓ ଲିଖନକୁ, ନା ପଠନ ଓ ଲିଖନକୁ, ନା ଶ୍ରବଣ ଓ କଥନକୁ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ମନେ ରଖିବେ, ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି, ଶ୍ରବଣ ଓ କଥନକୁ ପିଲାମାନେ। ଶୁଣିବା ତାପରେ କହିବ, ଶୁଣିବା କହିବା, ଏ ଦୁଇଟି କୌଶଳ ଉପରେ ଗୁରୁତ୍ୱ ଦେବା ଉଚିତ, ମନେ ରଖିବେ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ବିଦ୍ୟାଳୟକୁ ଆସିବା ପୂର୍ବରୁ ଶିଶୁ କେଉଁ ଭାଷାରେ ଦକ୍ଷତା ଅର୍ଜନ କରିଥାଏ ପିଲାମାନେ? ବିଦ୍ୟାଳୟକୁ ଆସିବା ପୂର୍ବରୁ ଶିଶୁ କେଉଁ ଭାଷାରେ ଦକ୍ଷତା ଅର୍ଜନ କରିଥାଏ? ଲିଖିତ ଭାଷା, ନା ବୌଦ୍ଧିକ ଭାଷା, ନା ମାନକ ଭାଷା, ନା କଥିତ ଭାଷା ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଡି, କଥିତ ଭାଷା ପିଲାମାନେ। କଥିତ ଭାଷା ଦକ୍ଷତା ଅର୍ଜନ କରିଥାଏ। ବିଦ୍ୟାଳୟକୁ ଆସିବା ପୂର୍ବରୁ ଶିଶୁ କଥିତ ଭାଷା ଦକ୍ଷତା ଅର୍ଜନ କରିଥାଏ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ପିଲାମାନେ, ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁଟି ମାତୃଭାଷା ଶିକ୍ଷାଦାନରେ ମୂଲ୍ୟାୟନ ବିଧିର ଉଦ୍ଦେଶ୍ୟ ସମ୍ପର୍କିତ ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ମାତୃଭାଷା ଶିକ୍ଷାଦାନରେ ମୂଲ୍ୟାୟନ ବିଧିର ଉଦ୍ଦେଶ୍ୟ ସମ୍ପର୍କିତ ନୁହେଁ ପିଲାମାନେ? କେଉଁଟା ନୁହେଁ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍ ଏ ଭିତରୁ ପିଲାମାନେ? ଅପସନ୍ ଏରେ ଦେଇଛି, ପଢ଼ାଶୁଣାରେ ଅଧିକ ମନୋନିବେଶ କରିବା ପାଇଁ ଉତ୍ସାହିତ କରିବା, ନା ପାଠଦାନକୁ ବ୍ୟକ୍ତିକୈନ୍ଦ୍ରିକ ସହଜ ଓ ସରଳ କରିବା, ନା ବେଶୀ ନମ୍ବର ରଖୁଥିବା ଶିଶୁମାନଙ୍କୁ ପୁରସ୍କୃତ କରିବା, ନା ଛାତ୍ରଛାତ୍ରୀମାନଙ୍କର ଦୁର୍ବଳତା ଚିହ୍ନଟ କରି ତା ନିରାକରଣ କରିବା? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ସି, ବେଶୀ ନମ୍ବର ରଖୁଥିବା ଶିଶୁମାନଙ୍କୁ ପୁରସ୍କୃତ କରିବା। ଏଇଟା କିନ୍ତୁ ମାତୃଭାଷା ଶିକ୍ଷାଦାନର ମୂଲ୍ୟାୟନର ବିଧିର ଉଦ୍ଦେଶ୍ୟ ସମ୍ପର୍କ ନୁହେଁ। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ବର୍ଣ୍ଣଶୁଦ୍ଧି ନିରାକରଣ ପାଇଁ କେଉଁଟି ଅଧିକ ଉପଯୋଗୀ ପିଲାମାନେ? ବର୍ଣ୍ଣଶୁଦ୍ଧି ନିରାକରଣ ପାଇଁ କେଉଁଟି ଅଧିକ ଉପଯୋଗୀ? କଥୋପକଥନ, ନା ବିରାମ ଚିହ୍ନର ବ୍ୟବହାର, ନା ଦ୍ରୁତ ପଠନ, ନା ଲିଖନ ଅଭ୍ୟାସ ପିଲାମାନେ? କେଉଁଟି ଅଧିକ ଉପଯୋଗୀ? କେଉଁଟା ହେବ? ନା ଲିଖନ ଅଭ୍ୟାସ ହେବ। ବର୍ଣ୍ଣଶୁଦ୍ଧି
ନିରାକରଣ ପାଇଁ ଲିଖନର ଅଭ୍ୟାସ ଅଧିକ ଉପଯୋଗୀ ହୋଇଥାଏ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା କେତୋଟି ପିଲାମାନେ? ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା କେତୋଟି? କେତୋଟି ପିଲାମାନେ? କୋଉଟା ହବ ରାଇଟ୍ ଆନ୍ସର୍? ନା 9ଟି ପିଲାମାନେ। ଭାଷା ଶିକ୍ଷାର ସର୍ବନିମ୍ନ ଦକ୍ଷତା ହେଉଛି 9ଟି। ତ ଅପସନ୍ ନମ୍ବର ସି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ଫଳପ୍ରଦ ଅଟେ ପିଲାମାନେ? କେଉଁ ଭାଷା ମାଧ୍ୟମଟି ଫଳପ୍ରଦ ନୁହେଁ? ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପାଇଁ କେଉଁ ଭାଷା ଫଳପ୍ରଦ ନୁହେଁ? ପୁସ୍ତକର ଭାଷା ନା ଆଞ୍ଚଳିକ ଭାଷା ନା ପାରିବାରିକ ଭାଷା ନା କଥିତ ଭାଷା ପିଲାମାନେ? କୋଉଟା ନୁହେଁ? ନା ପୁସ୍ତକର ଭାଷା ନୁହେଁ ପିଲାମାନେ। ତ ଅପସନ୍ ନମ୍ବର ଏ ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁଟି ପ୍ରାକ୍ ଲିଖନ କାର୍ଯ୍ୟକ୍ରମ ସମ୍ପର୍କିତ ନୁହେଁ? ତ ଭିତରୁ ପିଲାମାନେ କୋଉଟା ଗୋଟେ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ ପିଲାମାନେ? ଅପସନ୍ ଏ ଦେଇଛି ବିନ୍ଦୁ ଯୋଡ଼ି ଚିତ୍ର ଆଙ୍କିବା, ବିରେ ଦେଇଛି 2 ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା, ନା ଗୋଟିଏ ଗୋଲାକାର ଠ ଲେଖିବା, ନା ଚିତ୍ର ମଧ୍ୟରେ ରଙ୍ଗ ଦେବା? କୋଉଟା ଏ ଭିତରୁ କୋଉଟା ହବ ରାଇଟ୍ ଆନ୍ସର୍? ନା 2 ଧାଡ଼ି ମଧ୍ୟରେ ଅକ୍ଷର ଲେଖିବା। ଏଇଟା କିନ୍ତୁ ପ୍ରାକ୍ ଲିଖନ କାର୍ଯ୍ୟକ୍ରମର ସମ୍ପର୍କ ନୁହେଁ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଶୁଦ୍ଧ ଶବ୍ଦ ଲିଖନ ପାଇଁ କେଉଁଟି ଆବଶ୍ୟକ ପିଲାମାନେ? ଶୁଦ୍ଧ ଶବ୍ଦ ଲିଖନ ପାଇଁ ଏ ଭିତରୁ କୋଉଟା ଆବଶ୍ୟକ? କୋଉଟା ଆବଶ୍ୟକ ପିଲାମାନେ? ନା ବନାନ ଖେଳ ପିଲାମାନେ। ବନାନ ଖେଳର ଆବଶ୍ୟକ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ପ୍ରକାରର ମୂଲ୍ୟାୟନରେ ପ୍ରଶ୍ନ ଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ ପିଲାମାନେ? କେଉଁ ପ୍ରକାରର ମୂଲ୍ୟାୟନରେ ପ୍ରଶ୍ନ ଗୁଡ଼ିକ ମୁଖ୍ୟତଃ ପାଠ୍ୟକ୍ରମ ବହିର୍ଭୂତ ହୋଇଥାଏ? ଉପଲବ୍ଧି ପରୀକ୍ଷଣ ନା ପ୍ରବୀଣତା ପରୀକ୍ଷଣ ନା ଲବ୍ଧଜ୍ଞାନ ପରୀକ୍ଷଣ ନା ସାମଗ୍ରିକ ମୂଲ୍ୟାୟନ ପିଲାମାନେ? ନା ପ୍ରବୀଣତା ପରୀକ୍ଷଣ ହେବ ପିଲାମାନେ। ପ୍ରବୀଣତା ପରୀକ୍ଷଣ। ତ ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ମାତୃଭାଷା ଶିକ୍ଷା କଲେ ଆମେ କେଉଁ ପ୍ରସଙ୍ଗ ଜାଣିପାରିବା ନାହିଁ ପିଲାମାନେ? ମାତୃଭାଷା ଶିକ୍ଷା କଲେ ଆମେ କେଉଁ ପ୍ରସଙ୍ଗକୁ ଆମେ ଜାଣିପାରିବା ନାହିଁ? ବୈଜ୍ଞାନିକ ପରୀକ୍ଷଣକୁ ନା ଜାତୀୟ ସଂହତିକୁ ନା ଆନ୍ତର୍ଜାତିକ ସଦ୍ଭାବକୁ ନା ମାନବିକ ଅଧିକାରକୁ ପିଲାମାନେ? କୋଉଟା ଆମେ ଜାଣିପାରିବା ନାହିଁ? ନା ବୈଜ୍ଞାନିକ ପରୀକ୍ଷଣ ଆମେ ଜାଣିପାରିବା ନାହିଁ। ତ ଅପସନ୍ ନମ୍ବର ଏ ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ ପିଲାମାନେ? କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ? ଚକ୍ଷୁ ଦୋଷ ନା ଶ୍ରୁତି ଦୋଷ ନା ସ୍ପର୍ଶ ଦୋଷ ନା ଚଳନ ଦୋଷ ପିଲାମାନେ? କେଉଁ ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ? କେଉଁ ଦୋଷ ପିଲାମାନେ? ନା ଶ୍ରୁତି ଦୋଷ ପିଲାମାନେ। ଶ୍ରୁତି ଦୋଷ ଥିଲେ ଶିଶୁ କଥା କହିପାରେ ନାହିଁ। ତ ଅପସନ୍ ନମ୍ବର ବି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି NCF 5ର ଫୁଲ୍ ଫର୍ମ କ'ଣ ହେବ ପିଲାମାନେ? NCF 5ର ପୁରା ନାମ କ'ଣ? କ'ଣ ପିଲାମାନେ? ଅପସନ୍ ଏ ଦେଇଛି ନ୍ୟାସନାଲ୍ କାଉନସିଲ୍ ଫର୍ ଏଜୁକେସନ୍ ନା ନ୍ୟାସନାଲ୍ କରିକୁଲମ୍ ଫର୍ ଫରେନ୍ ଲାଙ୍ଗୁଏଜ୍ ହେବ ନା ନ୍ୟାସନାଲ୍ କରିକୁଲମ୍ ଫର୍ ଏଜୁକେସନ୍ ହେବ ନା ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ ହେବ ପିଲାମାନେ? କୋଉଟା ହେବ? NCF 5ର ଫୁଲ୍ ଫର୍ମ କ'ଣ ହେବ? ନା ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ ହେବ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପଠନକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିପାରିବା? ପଠନକୁ ଆମେ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିପାରିବା? କେତେ ଭାଗରେ? ମନେ ରଖିବେ 2 ଭାଗରେ ନା 2 ଭାଗରେ ପିଲାମାନେ। ଗୋଟେ ହେଉଛି ତାତ୍ତ୍ୱିକ ପଠନ ଆଉ ଗୋଟେ ହେଉଛି ବ୍ୟାପକ ପଠନ। ମନେ ରଖିବେ। ତ ଅପସନ୍ ନମ୍ବର ଏ ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ କ'ଣ କୁହାଯାଏ ପିଲାମାନେ? ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ କ'ଣ କୁହାଯାଏ? କ'ଣ କୁହାଯାଏ? ତାତ୍ତ୍ୱିକ ପଠନ କୁହାଯାଏ ନା ବ୍ୟାପକ ପଠନ କୁହାଯାଏ ନା ସରଳ ପଠନ ନା ଜଟିଳ ପଠନ ପିଲାମାନେ? କୋଉଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ପିଲାମାନେ କୋଉଟା ହେବ? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ଏ ପିଲାମାନେ ତାତ୍ତ୍ୱିକ ପଠନ। ଶ୍ରେଣୀରେ ପରୀକ୍ଷା ଉପଯୋଗୀ ଯେଉଁ ପଠନ କରାଯାଏ ତାକୁ ଆମକୁ କୁହାଯାଏ ତାତ୍ତ୍ୱିକ ପଠନ ବୋଲି କୁହାଯାଏ। ତ ଅପସନ୍ ନମ୍ବର ଏ ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଆଜିକାଲି କେଉଁ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ପିଲାମାନେ? ଆଜିକାଲି କେଉଁ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି? ମାର୍ଗ ପ୍ରଦର୍ଶନ ଶିକ୍ଷଣ ନା ସ୍ୱଶିକ୍ଷଣ ନା ଘୋଷିବା ପ୍ରଣାଳୀ ନା ଉତାରି ନେବା ପିଲାମାନେ? କୋଉଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଅପସନ୍ ନମ୍ବର ବି ସ୍ୱଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ମନେ ରଖିବେ
ତ ଅପସନ୍ ନମ୍ବର B ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ତାତ୍ତ୍ୱିକ ପଠନ ଓ ବ୍ୟାପକ ପଠନ ମଧ୍ୟରେ କେଉଁଟି ଶିଶୁ ପାଇଁ ଆନନ୍ଦଦାୟକ ହୋଇଥାଏ ପିଲାମାନେ? ତାତ୍ତ୍ୱିକ ପଠନ ଓ ବ୍ୟାପକ ପଠନ ମଧ୍ୟରେ କେଉଁଟି ଶିଶୁ ପାଇଁ ଆନନ୍ଦଦାୟକ ହୋଇଥାଏ? କେଉଁଟି ମନେ ରଖିବେ ପିଲାମାନେ? ବ୍ୟାପକ ପଠନରେ ଶିଶୁ ପାଇଁ ଆନନ୍ଦଦାୟକ ହୋଇଥାଏ। ତ ଅପସନ୍ ନମ୍ବର B ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ଗଦ୍ୟ ଶିକ୍ଷାଦାନ ଉଦ୍ଦେଶ୍ୟ କେଉଁଟି ନୁହେଁ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ ପିଲାମାନେ? ଚିନ୍ତା ଶକ୍ତିର ବିକାଶ, ନା ଯୁକ୍ତି ଶକ୍ତିର ବିକାଶ, ନା କଳ୍ପନା ଶକ୍ତିର ବିକାଶ, ନା ଗଭୀର ରସାନୁଭୂତି ପିଲାମାନେ? କେଉଁଟା ନୁହେଁ? ନା ଗଭୀର ରସାନୁଭୂତି। ଏଇଟା ଗଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ। ତ ଅପସନ୍ ନମ୍ବର D ହେଇଯିବ ରାଇଟ୍ ଆନ୍ସର୍। ଏବେ ଦେଖିବା କେଉଁଟି ପଦ୍ୟ ଶିକ୍ଷାଦାନ ଉଦ୍ଦେଶ୍ୟ ନୁହେଁ? ଏ ଭିତରୁ କେଉଁଟା ଗୋଟେ ପଦ୍ୟ ଶିକ୍ଷାଦାନ ଉଦ୍ଦେଶ୍ୟ ନୁହେଁ ପିଲାମାନେ? ଅପସନ୍ A ଦେଇଛି ରସବୋଧର ବିକାଶ ଦେଇଛି, Bରେ ଦେଇଛି ସୌନ୍ଦର୍ଯ୍ୟବୋଧର ବିକାଶ ଦେଇଛି, Cରେ ଦେଇଛି ବ୍ୟବହାରିକ ବ୍ୟାକରଣ ପ୍ରୟୋଗ ଦେଇଛି, D ଦେଇଛି ଶବ୍ଦ ଜ୍ଞାନର ଅଭିବୃଦ୍ଧି। କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର C ବ୍ୟବହାରିକ ବ୍ୟାକରଣ ପ୍ରୟୋଗ। ଏଇଟା କିନ୍ତୁ ପଦ୍ୟ ଶିକ୍ଷାଦାନର ଉଦ୍ଦେଶ୍ୟ ନୁହେଁ। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଭାରତର ସମ୍ବିଧାନରେ କେତୋଟି ଭାଷାକୁ ସ୍ୱୀକୃତି ଦିଆଯାଇଛି ପିଲାମାନେ? ଭାରତର ସମ୍ବିଧାନରେ କେତୋଟି ଭାଷାକୁ ସ୍ୱୀକୃତି ଦିଆଯାଇଛି? କେତୋଟି ପିଲାମାନେ? ମନେ ରଖିବେ 22ଟି ପିଲାମାନେ। 22ଟି ଭାଷାକୁ ସ୍ୱୀକୃତି ଦିଆଯାଇଛି। ତ ଅପସନ୍ ନମ୍ବର C ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଶଙ୍କର ଜାତୀୟ ଭାଷା କ'ଣ ପିଲାମାନେ? ଶଙ୍କର ଜାତୀୟ ଭାଷା କ'ଣ? କ'ଣ ପିଲାମାନେ? ନିରୁତା ଭାଷାକୁ କହିବା, ନା ଇଂରାଜୀ ଭାଷାକୁ କହିବା, ନା ଯେଉଁ ଭାଷାରେ ବିଭିନ୍ନ ଭାଷାର ଶବ୍ଦ ମିଶିଥାଏ, ନା ଶିବଙ୍କ ମୁଖ ନିଃସୃତ ଭାଷା ପିଲାମାନେ? ଶଙ୍କର ଜାତୀୟ ଭାଷା କହିଲେ ଯେଉଁ ଭାଷାରେ ବିଭିନ୍ନ ଭାଷାର ଶବ୍ଦ ମିଶିଥାଏ ତାକୁ କ'ଣ କହିବା? ଶଙ୍କର ଜାତୀୟ ଭାଷା ବୋଲି କହିବା। ତ ଅପସନ୍ ନମ୍ବର C ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ପିଲାମାନେ ଶ୍ରୁତ ଲିଖନ କେଉଁ ଦୁଇଟି କୌଶଳ ଉପରେ ପର୍ଯ୍ୟବେସିତ? ଶ୍ରୁତ ଲିଖନ କେଉଁ ଦୁଇଟି କୌଶଳ ଉପରେ ପର୍ଯ୍ୟବେସିତ ହୋଇଥାଏ? ଦର୍ଶନ ଓ ଲିଖନ କୌଶଳ, ନା ଶ୍ରବଣ ଲିଖନ କୌଶଳ, ନା ଦର୍ଶନ ଓ ଶ୍ରବଣ କୌଶଳ, ନା ଲିଖନ ଓ ବର୍ଣ୍ଣନା କୌଶଳ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍ ଭିତରୁ ପିଲାମାନେ? ରାଇଟ୍ ଆନ୍ସର୍ କେଉଁଟା ହେବ? ତ ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଶ୍ରବଣ ଓ ଲିଖନ କୌଶଳ ହେବ ପିଲାମାନେ। ଶ୍ରବଣ କୌଶଳ ଲିଖନ। ତ ଅପସନ୍ ନମ୍ବର B ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା ପିଲାମାନେ? ଲିଖନର ବିକାଶ ଠିକ୍ ହେଲା ବୋଲି ଆମେ କେତେବେଳେ ଜାଣିବା? କେତେବେଳେ ଜାଣିବା ପିଲାମାନେ? ଯେତେବେଳେ ପିଲା ଶବ୍ଦ ଲେଖିପାରିବ, ନା ଯେତେବେଳେ ବାକ୍ୟ ଲେଖିପାରିବ, ନା ଯେତେବେଳେ ପିଲା ନିଜ ମନରୁ ରଚନା ବା ଅନୁଚ୍ଛେଦ ଲେଖିପାରିବ, ନା ଯେତେବେଳେ ଠିକ୍ ଭାବେ ଶୁଣି ଲେଖିପାରିବ ପିଲାମାନେ? କେତେବେଳେ ଆମେ ଜାଣିବା ଲିଖନର ବିକାଶ ଠିକ୍ ହେଲା ବୋଲି? ନା ଯେତେବେଳେ ପିଲା ନିଜ ମନରୁ ରଚନା ବା ଅନୁଚ୍ଛେଦ ଲେଖିପାରିବ ତ ସେତେବେଳେ ଆମେ ଜାଣିପାରିବା। ତ ଅପସନ୍ ନମ୍ବର C ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ସୃଜନାତ୍ମକ ଲିଖନ କ'ଣ ପିଲାମାନେ? ସୃଜନାତ୍ମକ ଲିଖନ କ'ଣ? କ'ଣ ଶୁଣି ଶୁଣି ଲେଖିବା, ନା ଦେଖି ଦେଖି ଲେଖିବା, ନା ବାରମ୍ବାର କଟାକଟି କରି ଲେଖିବା, ନା ଗୋଟିଏ ନୂଆ ଚିନ୍ତା କଳ୍ପନାକୁ ନେଇ ଲେଖିବା? ସୃଜନାତ୍ମକ ଲିଖନ କ'ଣ? ମନେ ରଖିବେ ଗୋଟିଏ ନୂଆ ଚିନ୍ତା ବା କଳ୍ପନାକୁ ନେଇ ଲେଖିବା ତାକୁ ଆମେ କହିବା ସୃଜନାତ୍ମକ ଲିଖନ ବୋଲି କହିବା। ତ ଅପସନ୍ ନମ୍ବର D ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି MLE ର ପୁରା ନାମ କ'ଣ ପିଲାମାନେ? MLE ର ଫୁଲ୍ ଫର୍ମ କ'ଣ ହେବ? ମଦର ଲିଙ୍ଗୁଆଲ ଏଜୁକେସନ୍ ହେବ, ନା ମଲ୍ଟି ଲିଙ୍ଗୁଆଲ ଏଜୁକେସନ୍ ହେବ, ନା ମାସ୍ ଲିଙ୍ଗୁଆଲ ଏଜୁକେସନ୍ ହେବ, ନା ମଦର ଲିଙ୍ଗୁଇଷ୍ଟିକ୍ ଏଜୁକେସନ୍ ହେବ ପିଲାମାନେ? କ'ଣ ହେବ? MLE ର ଫୁଲ୍ ଫର୍ମ କ'ଣ ହେବ? ନା ମଲ୍ଟି ଲିଙ୍ଗୁଆଲ ଏଜୁକେସନ୍ ହେବ। ତ ଅପସନ୍ ନମ୍ବର B ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ କାର୍ଯ୍ୟଟି ମାତୃଭାଷାର ଦକ୍ଷତା ବୃଦ୍ଧି କରିନଥାଏ ପିଲାମାନେ? କେଉଁ କାମଟି ମାତୃଭାଷାର ଦକ୍ଷତା ବୃଦ୍ଧି କରିନଥାଏ? ଭାବର ଆଦାନ ପ୍ରଦାନ, ନା ବୋଧ ଜ୍ଞାନର ବିକାଶ, ନା ଶବ୍ଦ ଜ୍ଞାନର ବୃଦ୍ଧି, ନା ପାଠ୍ୟପୁସ୍ତକ ପାଠ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ନା ପାଠ୍ୟପୁସ୍ତକ ପାଠ। এই କାର୍ଯ୍ୟଟି ମାତୃଭାଷାର ଦକ୍ଷତା ବୃଦ୍ଧି କରିନଥାଏ। ତ ଅପସନ୍ ନମ୍ବର D ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ ରହିଛି ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ ପିଲାମାନେ? ଶିଶୁର ବୋଧଜ୍ଞାନ ଆହରଣ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? କେଉଁ ଦକ୍ଷତା ପିଲାମାନେ?
ଶ୍ରବଣ ପଠନ ଯୋଗୁଁ ନା ପଠନ କଥନ ଯୋଗୁଁ ନା କଥନ ଶ୍ରବଣ ଯୋଗୁଁ ନା ଲିଖନ ଶ୍ରବଣ ପିଲାମାନେ କେଉଁଟା ହେବ? ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ ଶ୍ରବଣ ଓ ପଠନ ଯୋଗୁଁ ହୋଇଥାଏ। ମନେ ରଖିବେ, ଶ୍ରବଣ ଓ ପଠନ ଯୋଗୁଁ ଶିଶୁର ବୋଧ ଜ୍ଞାନ ଆହରଣ ହୋଇଥାଏ। ମନେ ରଖିବେ। ଆଉ ଶିଶୁର ଭାବ ପ୍ରକାଶ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? ଶିଶୁର ଭାବ ପ୍ରକାଶ କେଉଁ ଦକ୍ଷତା ଯୋଗୁଁ ହୋଇଥାଏ? ମନେ ରଖିବେ, କଥନ ଓ ଲିଖନ ଯୋଗୁଁ ହୋଇଥାଏ ପିଲା। କଥନ ଓ ଲିଖନ ଯୋଗୁଁ ହୋଇଥାଏ। ମନେ ରଖିବେ। ତ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, କାଲଭେରିଆ ମାତୃତ୍ୱର ଆନନ୍ଦ ପାଉଥିଲା। ତ ଏଇଟା ଗୋଟେ କି ପ୍ରକାରର ପ୍ରଶ୍ନ ପିଲାମାନେ? କାଲଭେରିଆ ମାତୃତ୍ୱର ଆନନ୍ଦ ପାଉଥିଲା। ତ ଏଇଟା ଗୋଟେ କେଉଁ ପ୍ରକାର ପ୍ରଶ୍ନ? ଏଇଟା ହେଉଛି ପିଲାମାନେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ। ମନେ ରଖିବେ। ତ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ମୌଖିକ କାହା ମାଧ୍ୟମରେ କରାଯାଇଥାଏ ପିଲାମାନେ? ମୌଖିକ କାହା ମାଧ୍ୟମରେ କରାଯାଇଥାଏ? କାହା ମାଧ୍ୟମରେ? ପେନସିଲ ଓ କାଗଜ ମାଧ୍ୟମରେ, ନା କଥୋପକଥନ ଓ ସାକ୍ଷାତକାର ମାଧ୍ୟମରେ, ନା ପ୍ରଶ୍ନୋତ୍ତର ମାଧ୍ୟମରେ, ନା ଗୃହକର୍ମ ମାଧ୍ୟମରେ? ମୌଖିକ କାହା ମାଧ୍ୟମରେ କରାଯାଇଥାଏ? କାହା ମାଧ୍ୟମରେ? ନା କଥୋପକଥନ ସାକ୍ଷାତକାର ମାଧ୍ୟମରେ କରାଯାଇଥାଏ। ତ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଲିଖିତ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହିବ ନାହିଁ ପିଲାମାନେ? ଲିଖିତ ପରୀକ୍ଷାରେ କେଉଁ ପ୍ରକାରର ପ୍ରଶ୍ନ ରହିବ ନାହିଁ? କେଉଁ ପ୍ରକାରର ପିଲାମାନେ? ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ, ନା ମୌଳିକ ପ୍ରଶ୍ନ, ନା ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ, ନା ବସ୍ତୁନିଷ୍ଠ ପ୍ରଶ୍ନ ପିଲାମାନେ? ମନେ ରଖିବେ, ବସ୍ତୁନିଷ୍ଠ ପ୍ରଶ୍ନ। ଲିଖିତ ପରୀକ୍ଷାରେ ବସ୍ତୁନିଷ୍ଠ ପ୍ରଶ୍ନ ରହିବ ନାହିଁ। ତ ଅପସନ୍ ନମ୍ବର ଡି। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁ ମୂଲ୍ୟାୟନକୁ ସାମଗ୍ରିକ ମୂଲ୍ୟାୟନ କୁହାଯାଏ? କେଉଁ ମୂଲ୍ୟାୟନକୁ ସାମଗ୍ରିକ ମୂଲ୍ୟାୟନ କୁହାଯାଏ ପିଲାମାନେ? ମୌଖିକ ପରୀକ୍ଷଣକୁ, ନା ବାର୍ଷିକ ପରୀକ୍ଷଣକୁ, ନା ଷାଣ୍ମାସିକ ପରୀକ୍ଷଣକୁ, ନା ଗଠନମୂଳକ ପରୀକ୍ଷଣକୁ ପିଲାମାନେ? ମନେ ରଖିବେ, ଗଠନମୂଳକ ପରୀକ୍ଷଣକୁ ମୂଲ୍ୟାୟନ କୁହାଯାଏ। ତ ଅପସନ୍ ନମ୍ବର ଡି ଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁଟି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉଦାହରଣ ପିଲାମାନେ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଏକ୍ଜାମ୍ପଲ୍? କେଉଁଟା ହେବ ରାଇଟ୍ ଆନ୍ସର୍ ଭିତରୁ? ମନେ ରଖିବେ, ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ବି, କଳାମାଣିକରେ କବିତାର ସାରମର୍ମ ଲେଖ। କଳାମାଣିକରେ କବିତାର ସାରମର୍ମ ଲେଖ। ଏଇଟା ହେଉଛି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉଦାହରଣ। ତ ଅପସନ୍ ନମ୍ବର ବି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁଟି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ? ତ ଭିତରୁ ପିଲାମାନେ କେଉଁଟା ଗୋଟେ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ପିଲାମାନେ? ମୁକ୍ତ ଉତ୍ତରମୂଳକ ପ୍ରଶ୍ନ କାହାକୁ କୁହାଯାଏ? ଯେଉଁ ପ୍ରଶ୍ନର କି ଉତ୍ତର ଅନେକ ଆସୁଥିବ ତାକୁ ଆମେ କହିବା ମୁକ୍ତ ଉତ୍ତରମୂଳକ ପ୍ରଶ୍ନ କହିବା ନା? ତ ଏ ଭିତରୁ କେଉଁଟା ଗୋଟେ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର୍। ତୁମେ ଯଦି ଚଢ଼େଇ ହୋଇଥାନ୍ତ କ'ଣ କରିଥାନ୍ତ? ସେଇଟା ହେଇଯିବ ମୁକ୍ତ ଉତ୍ତରମୂଳକ ପ୍ରଶ୍ନ। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ଶିଶୁ କେଉଁ ଭାଷା ମାଧ୍ୟମରେ ତାର ଚିନ୍ତା ଓ ଚେତନାକୁ ଜାଗୃତ କରେ ପିଲାମାନେ? ଶିଶୁ କେଉଁ ମାଧ୍ୟମରେ ତାର ଚିନ୍ତା ଓ ଚେତନାକୁ ଜାଗୃତ କରେ? କେଉଁ ମାଧ୍ୟମରେ? ଇଂରାଜୀ ଭାଷା ମାଧ୍ୟମରେ, ନା ଓଡ଼ିଆ ଭାଷା ମାଧ୍ୟମରେ, ନା ସଂସ୍କୃତ ଭାଷା ମାଧ୍ୟମରେ, ନା ମାତୃଭାଷା ମାଧ୍ୟମରେ? ମନେ ରଖିବେ, ମାତୃଭାଷା ମାଧ୍ୟମରେ ତାର ଚିନ୍ତା ଓ ଚେତନାକୁ ଜାଗୃତ କରେ। ତ ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ମାତୃଭୂମି ମାତୃଭାଷାରେ ମମତା ଯା ହୃଦୟ ଜନ୍ମି ନାହିଁ, ତାଙ୍କୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବ କାହିଁ? ମାତୃଭାଷାକୁ ଭଲ ପାଇବା ସମ୍ପର୍କରେ କେଉଁ କବି ଏହା ଲେଖିଛନ୍ତି ପିଲାମାନେ? ଏଇଟାକୁ କିଏ ଲେଖିଛନ୍ତି? କିଏ ପିଲାମାନେ? ମନେ ରଖିବେ, ଗଙ୍ଗାଧର ମେହେର ପିଲାମାନେ। ଗଙ୍ଗାଧର ମେହେର ଲେଖିଛନ୍ତି। ତ ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର୍। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚନ୍ ରହିଛି, ସୃଜନଶୀଳତା ଓ ଉଦାରତା ଶିଶୁ ପାଇଁ ଚାବିକାଠି ବୋଲି କିଏ କହିଥିଲେ ପିଲାମାନେ? ସୃଜନଶୀଳତା ଓ ଉଦାରତା ଶିଶୁ ପାଇଁ ଚାବିକାଠି ବୋଲି କିଏ କହିଥିଲେ ପିଲାମାନେ? ପ୍ରଫେସର ଯଶପାଲ, ନା ବିଶ୍ୱକବି ରବୀନ୍ଦ୍ରନାଥ, ନା ସ୍ପେନ୍ସର, ନା ଗୋପାଳକୃଷ୍ଣ ଗୋଖଲ ପିଲାମାନେ? କିଏ ଲେଖିଥିଲେ? ମନେ ରଖିବେ, ପ୍ରଫେସର ଯଶପାଲ ଲେଖିଥିଲେ। ତ ଅପସନ୍ ନମ୍ବର ଏ ହେଇଯିବ ରାଇଟ୍ ଆନ୍ସର୍।
नेक्स्ट देखा नेक्स्ट क्वेश्चन रही निम्न दि जाइए प्रश्न गुड़िक मध्य केउटी बधात्मक प्रश्न तो चारोटी ऑप्शन देखिए पिलाମାନେ तो भितर कोड़ा गोटे बधात्मक प्रश्न पिलाମାନେ ऑप्शन ए जे आकाशर विपरीतार्थक पद शब्द लेख बी जे कखार फूल देखा केउं रंगर दुईटी फलर नाम कुह वृक्षलता आमर कहीं दरकार तो भितर कोड़ा गोटे बधात्मक प्रश्न मन रखिए वृक्षलता आमर कहीं दरकार तो यहाँ बधात्मक प्रश्न नेक्स्ट देखा नेक्स्ट क्वेश्चन रही केउं पठन द्वारा प्रसंग निहित भावधारा बुझापी विद्यार्थी माने समर्थ होती केउं पठन द्वारा प्रसंग निहित भावधारा बुझापी विद्यार्थी माने समर्थ होती द्रुत पठन ना नीरव पठन ना उच्च पठन ना दलगत पठन पिला माने कोड़ा हम ना नीरव पठन हम तो ऑप्शन नंबर बी इज राइट आंसर नेक्स्ट देखा नेक्स्ट क्वेश्चन रही सूर्यंकर तीनोटी प्रतिशब्द लेखि वाक्यर व्यवहार कर तो यहाँ गोटे कि प्रकार प्रश्न पिला सूर्यंकर तीनोटी प्रतिशब्द लेख तो यहाँ गोटे क्यों प्रकार प्रश्न पुनः सज्जीकरण ना निर्दिष्ट उत्तरमूलक ना संक्षिप्त उत्तरमूलक ना सत्यासत्य पिला माने यहाँ संक्षिप्त उत्तरमूलक प्रश्न तो ऑप्शन नंबर सी इज राइट आंसर नेक्स्ट देखा नेक्स्ट क्वेश्चन रही केउटी सामग्रिक मूल्यन नुहे तो भितर कोड़ा गोटे सामग्रिक मूल्यन नुहे पिला माने कोड़ा नुहे पिला माने कोड़ा हम राइट आंसर मन रखिए राइट आंसर इज ऑप्शन नंबर डी प्रवणता परीक्षण नुहे तो ऑप्शन नंबर डी इज राइट आंसर तो यहाँ देखा पिला लास्ट क्वेश्चन देखा बोधज्ञान दक्षतार विकास क्यों कार्य अधिक आवश्यक बोधज्ञान दक्षतार विकास क्यों कार्य अधिक आवश्यक पिला क्यों कार्य पिला माने कथनर आवश्यक ना लिखनर आवश्यक ना व्याकरण ज्ञान आवश्यक ना पठनर आवश्यक पिला माने कोड़ा हम राइट आंसर ना राइट आंसर इज ऑप्शन नंबर डी पठनर कार्य अधिक आवश्यक होता है मन रखिए फास्ट क्वेश्चन रही व्हिच ऑफ द फॉलोइंग ऑप्शन इज ए सेकेंडरी स्टोरेज डिवाइस इन ए कंप्यूटर तो एमान भितर कोड़ा गोटे सेकेंडरी स्टोरेज डिवाइस पिला माने तो सेकेंडरी स्टोरेज डिवाइस क्या कहवा देखंतु कंप्यूटर बेसिकाली पिला माने टू टाइप मेमोरी गोटे हूँ पिला प्राइमरी मेमोरी आ गोटे हूँ सेकेंडरी मेमोरी मन रखिए तो प्राइमरी मेमोरी रे कौन कौन जीव मन रखिए प्राइमरी मेमोरी रे जाउछि पिला माने रम जीव पिला माने रम जीव राम जीव मन रखिए रैंडम एक्सेस मेमोरी जीव रीड ओनली मेमोरी जीव तापर जीव पिला माने पीरम जीव पिला माने पीरम मन रखिए प्रोग्रामेबल रीड ओनली मेमोरी जीव तापर जाउछि ईपीरम जाउछि पिला माने ईपीरम इरेजेबल प्रोग्रामेबल रीड ओनली मेमोरी जीव प्राइमरी मेमोरी रे आउ तापर जाउछि ईपरम जीव पिला माने इलेक्ट्रिकाली इरेजेबल प्रोग्रामेबल रीड ओनली मेमोरी जीव कैच मध्य जीव तो यहाँ हूँ प्राइमरी मेमोरी रे जाउछि आउ सेकेंडरी मेमोरी रे जाउछि पिला माने हार्ड डिस्क जीव आउ फ्लॉपी डिस्क जाउछि आ मैग्नेटिक डिस्क मध्य जाउछि मन रखिए तो एथिरे प्रश्न पचारि पिला माने सेकेंडरी स्टोरेज डिवाइस होउछि हार्ड डिस्क पूरा रखिए राइट आंसर इज ऑप्शन नंबर सी पिला माने नेक्स्ट देखिबा व्हिच ऑफ द फॉलोइंग इज एन इनपुट डिवाइस तो एमानक भितर कोटा गोटे इनपुट डिवाइस पिला माने एमानक भितर कोटा गोटे इनपुट डिवाइस प्रोजेक्टर ना स्कैनर ना मॉनिटर ना स्पीकर पिला माने कोड़ा हम राइट आंसर मन रखिए राइट आंसर इज ऑप्शन नंबर बी स्कैनर पिला माने तो स्कैनर इज इनपुट डिवाइस आउ कौन कौन अच्छी मन रखिए माउस ही गला मन रखिए माउस ही गला पिला माने कीबोर्ड कीबोर्ड मध्य गोटे इनपुट डिवाइस मन रखिए तापर आसुची जॉयस्टिक आसुची पिला माने जॉयस्टिक तापर आसीबो स्कैनर तापर जाउची माइक मन रखिए तो यह सब हूँ इनपुट डिवाइस तो प्रोजेक्टर ही गला मॉनिटर ही गला स्पीकर ही गला प्रिंटर ही गला मॉनिटर ही गला सब हूँ कौन आउटपुट डिवाइस रे जाउची मन रखिए तो स्कैनर हो इनपुट डिवाइस तो राइट आंसर हो ऑप्शन नंबर बी पिला माने नेक्स्ट देखिबा व्हिच ऑफ द फॉलोइंग इज नॉट एन आउटपुट डिवाइस तो मान भितर कोटा गोटे आउटपुट डिवाइस नुहे पिला माने कोटा नुहे मॉनिटर ना माइक ना प्रिंटर ना प्लॉटर पिला माने कोटा नुहे मन रखिए माइक पिला माने माइक इजिबो इनपुट डिवाइस तो मॉनिटर प्रिंटर प्लॉटर एटा होची आउटपुट डिवाइस तो राइट आंसर इजिबो ऑप्शन नंबर बी पिला माने नेक्स्ट देखिबा द माउस वाज इन्वेंटेड बाय तो माउस को के आविष्कार करथिले पिला माने के इन्वेंशन करथिले के इन्वेंशन करथिले पिला माने मन रखिए डगलस एंजलबर्ट करथिले पिला माने डगलस एंजलबर्ट तो राइट आंसर इज ऑप्शन नंबर डी नेक्स्ट देखिबा नेक्स्ट क्वेश्चन रही फुल फॉर्म ऑफ एचटीटीपी एचटीटीपी रो फुल फॉर्म कौन हम पिला माने
कोड आवर राइट आंसर HTTP रो फुल फॉर्म कोड हो मोस्ट इंपोर्टेंट मन रखिए हाइपर टेक्स्ट ट्रांसफर प्रोटोकॉल हम एच रे हो हाइपर टी रे हो टेक्स्ट टी रे हो ट्रांसफर पी रे हो प्रोटोकॉल हाइपर टेक्स्ट ट्रांसफर प्रोटोकॉल हम HTTP रो फुल फॉर्म हो हाइपर टेक्स्ट ट्रांसफर प्रोटोकॉल राइट आंसर हो ऑप्शन नंबर ए पिला माने नेक्स्ट देखिबा नेक्स्ट क्वेश्चन रही इन द लैंग्वेज ऑफ ईमेल व्हाट डज BCC मीन तो एथिरे प्रश्न पचारि पिलाने मेल रे BCC रो पूरा नाम कौन हम BCC रो पूरा नाम कौन पिलाने कोडा हम राइट आंसर मन रखिए BCC रो फुल फॉर्म हो पिलाने ब्लाइंड कार्बन कॉपी हम मन रखिए राइट आंसर हो ऑप्शन नंबर ए तो CC रो कौन हम पिलाने मन रखिए CC रो हो कार्बन कॉपी हम पिलाने CC रो कार्बन कॉपी हम मन रखिए तो राइट आंसर हो ऑप्शन नंबर ए नेक्स्ट देखिबा पिलाने व्हिच जेनेरेशन ऑफ कंप्यूटर यूज इंटीग्रेटेड सर्क्यूट तो कंप्यूटर रो केउ जेनेरेशन रे इंटीग्रेटेड सर्क्यूट व्यवहार करा जाय पिलाने केउ जेनेरेशन रे कोडा हम राइट आंसर भितर पिलाने राइट आंसर हो पिलाने ऑप्शन नंबर सी थर्ड जेनेरेशन रे मन रखिए ऑप्शन नंबर सी हो राइट आंसर नेक्स्ट देखिबा नेक्स्ट क्वेश्चन रही पिलाने व्हिच ऑफ द फॉलोइंग इज द करेक्ट टर्म फॉर द पर्सनल कंप्यूटर्स यूज एट होम्स तो एମାନଙ୍କ भितरु करेक्ट टर्म कोटा पिलाने जोटा कि पर्सनल कंप्यूटर जोटा कि आम घरे व्यवहार करिथाउछु कोडा हम राइट आंसर मन रखिए राइट आंसर हो ऑप्शन नंबर बी माइक्रो कंप्यूटर पिलाने एटा हमर पर्सनल कंप्यूटर जोटा कि आम घरे व्यवहार करिथाउछु तो मिनी कंप्यूटर एटा होची जोटा कि छोट छोट कंप्यूटर पिलाने आ मेन फ्रेम कंप्यूटर एटा होची जोटा कि बड़ बड़ ऑफिस रे यूज होता है मन रखिए ऑप्शन नंबर बी इज राइट आंसर नेक्स्ट देखिबा तो नेक्स्ट क्वेश्चन रही व्हिच ऑफ द फॉलोइंग इज नॉट ए वैलिड टाइप ऑफ माउस तो मानक भितर पिलाने तो चारिटी ऑप्शन रो तो माउस कोटा गुटे वैलिड टाइप नुहे पिलाने माउस रो कोटा गुटे वैलिड टाइप नुहे कोटा नुहे पिलाने ऑप्टिकल माउस देछि वायरलेस माउस देछि मैग्नेटिक माउस देछि ट्रैक बॉल माउस देछि तो राइट आंसर कोडा हम राइट आंसर हो पिलाने ऑप्शन नंबर सी मैग्नेटिक माउस पिलाने एटा किंतु माउस रो वैलिड टाइप नुहे ऑप्शन नंबर सी नेक्स्ट देखिबा नेक्स्ट क्वेश्चन रही पिलाने ए डैश इज ए सेट ऑफ रूल्स तो मानक भितर कोटा गोटे सेट ऑफ रूल्स पिलाने रिसर्च लोकेटर ना डोमेन ना हाइपर टेक्स्ट ना प्रोटोकॉल ना कोडा पिलाने कोडा हम राइट आंसर मन रखिए राइट आंसर हो पिलाने ऑप्शन नंबर डी मन रखिए प्रोटोकॉल प्रोटोकॉल होची गोटे सेट ऑफ रूल्स मन रखिए नेक्स्ट देखिबा तो नेक्स्ट क्वेश्चन रही पिलाने डाटा और इनफॉरमेशन यूज टू रन द कंप्यूटर इज कॉल्ड कंप्यूटर रन करबा पई जो डाटा और इनफॉरमेशन यूज होता है ताको कौन कह जाए पिलाने कौन कह जाए सॉफ्टवेयर कह जाए ना हार्डवेयर कह जाए ना पेरिफेराल कह जाए ना CPU कह जाए पिलाने कौन कह जाए मन रखिए सॉफ्टवेयर कह जाए पिलाने सॉफ्टवेयर कह जाए तो ऑप्शन नंबर ए इज राइट आंसर नेक्स्ट देखिबा नेक्स्ट क्वेश्चन रही पिलाने हाउ मेनी बिट्स आर देयर इन ASCII कोड ASCII कोड रो केतोटी बिट्स रही पिलाने केतोटी बिट्स रही मन रखिए पिलाने 8टी बिट्स रही पिलाने मन रखिए तो ASCII रो फुल फॉर्म कौन हम पिलाने मन रखिए अमेरिकन स्टैंडर्ड कोड फॉर इंफॉर्मेशन इंटरचेंज हम मन रखिए अमेरिकन स्टैंडर्ड कोड फॉर इंफॉर्मेशन इंटरचेंज हम मन रखिए नेक्स्ट देखिबा नेक्स्ट क्वेश्चन रही लॉजिक चिप इज आल्सो नोन एज लॉजिक चिप को आउ कौन कह जाए पिलाने लॉजिक चिप को आउ कौन कह जाए पिलाने कौन कह जाए मन रखिए माइक्रो प्रोसेसर कह जाए पिलाने माइक्रो प्रोसेसर कह जाए ऑप्शन नंबर सी इज राइट आंसर नेक्स्ट देखिबा नेक्स्ट क्वेश्चन रही जंक ईमेल इज आल्सो कॉल्ड जंक माने कौन पिलाने जंक होची खराब तो जंक मेल को आउ कौन कह जाए पिलाने स्पैम कह जाए पिलाने स्पैम नेक्स्ट देखिबा नेक्स्ट क्वेश्चन रही इन व्हिच ऑफ द फॉलोइंग कंप्यूटर्स आर यूज केउथिरे कंप्यूटर यूज होता है पिलाने केउथिरे कंप्यूटर यूज होता है
बैंकिंग रे ना एजुकेशन रे ना ऑफिस रे ना ऑल ऑफ दिस रे कोडा हबो मन रखिबे ऑल ऑफ दिस। तो बैंकिंग रे मध्य कंप्यूटर यूज होता है, एजुकेशनल रे मध्य गोटे कंप्यूटर यूज होता है, ऑफिस रे मध्य कंप्यूटर यूज होता है। तो ऑल ऑफ दिस इज राइट आंसर। नेक्स्ट देखिबा। तो नेक्स्ट क्वेश्चन रही पाल्म टॉप कंप्यूटर इज आल्सो नोन एज। पाल्म टॉप कंप्यूटर को आप कौन कहुए पिला माने कौन कहुए माने रखिबे हैंडहेल्ड कंप्यूटर कहुए पिला माने हैंडहेल्ड कंप्यूटर कहुए माने रखिबे जोटा कि आमे हाथ रे धरि करी आमे जुआड़ भी जाई परिबा छोट कंप्यूटर माने रखिबे। नेक्स्ट देखिबा। नेक्स्ट क्वेश्चन रही व्हाट डज डीएमए स्टैंड फॉर। डीएमए रो फुल फॉर्म कौन हम पिला माने कौन हम माने रखिबे डायरेक्ट मेमोरी एक्सेस हम पिला माने डायरेक्ट मेमोरी एक्सेस ऑप्शन नंबर बी। नेक्स्ट देखिबा आउटपुट यूनिट इनक्लूड्स। तो एमानक भितर कोडा गोटे आउटपुट डिवाइस पिला माने कोडा प्लॉटर ना प्रिंटर ना मॉनिटर ना ऑल ऑफ दिस हम पिला माने कोडा हम माने रखिबे ऑल ऑफ दिस हम पिला माने। तो प्लॉटर गोटे आउटपुट प्रिंटर मध्य गोटे आउटपुट मॉनिटर मध्य गोटे आउटपुट तो ऑल ऑफ दिस हम राइट आंसर। नेक्स्ट देखिबा। तो नेक्स्ट क्वेश्चन रही एएलयू रो फुल फॉर्म कौन हम पिला माने एएलयू रो फुल फॉर्म कौन हम मन रखिए अरिथमेटिक लॉजिक यूनिट हम पिला माने अरिथमेटिक लॉजिक यूनिट ऑप्शन नंबर डी। नेक्स्ट देखिबा। नेक्स्ट क्वेश्चन रही हु इन्वेंटेड द फास्ट माइक्रो प्रोसेसर। प्रथम माइक्रो प्रोसेसर किए आविष्कार करथिले पिला माने प्रथम माइक्रो प्रोसेसर किए इन्वेंट करथिले किए करथिले पिला माने मन रखिए टेड हब करथिले पिला माने टेड हब ऑप्शन नंबर डी इज राइट आंसर। देखिबा। नेक्स्ट क्वेश्चन रही व्हिच कम्युनिकेशन प्रोटोकॉल इज यूज्ड बाय द इंटरनेट। इंटरनेट रे केउ कम्युनिकेशन प्रोटोकॉल को आमे व्यवहार करिबा पिला माने इंटरनेट रे केउ कम्युनिकेशन प्रोटोकॉल को यूज करिबा कोडा हम राइट आंसर भितर पिला माने राइट आंसर इज ऑप्शन नंबर बी टीसीपी को एंड आईपी को आमे यूज करि परिबा ऑप्शन नंबर बी इज राइट आंसर। तो टीसीपी रो फुल फॉर्म कौन हम पिला माने मन रखिए ट्रांसमिशन कंट्रोल प्रोटोकॉल हम आउ आईपी रो इज इंटरनेट प्रोटोकॉल ट्रांसमिशन कंट्रोल प्रोटोकॉल इंटरनेट प्रोटोकॉल को आमे व्यवहार करिबा मन रखिए। तो ऑप्शन नंबर बी इज राइट आंसर। तो एचटीएमएल रो फुल फॉर्म कौन हम पिला माने एचटीएमएल रो मन रखिए हाइपर टेक्स्ट मार्कअप लैंग्वेज हम हाइपर टेक्स्ट मार्कअप लैंग्वेज हम मन रखिए। नेक्स्ट देखिबा। नेक्स्ट क्वेश्चन रही व्हिच वन ऑफ द फॉलोइंग इज द स्ट्रॉन्गेस्ट पासवर्ड। तो एमानक भितर कोडा गोटे स्ट्रॉन्गेस्ट पासवर्ड अटे पिला माने कोडा हम राइट आंसर भितर कोडा गोटे स्ट्रॉन्गेस्ट पासवर्ड राइट आंसर इज ऑप्शन नंबर डी पिला माने। तो प्रथमे रहिबो पिला माने कैपिटल लेटर रहिबो APRFD@2024 लास्ट रहिबो इंटरोगेटिव मार्क रहिबो तो यहाँ हूँ गोटे स्ट्रॉन्गेस्ट पासवर्ड अटे मन रखिए। तो ऑप्शन नंबर डी इज राइट आंसर पिला माने। नेक्स्ट देखिबा। नेक्स्ट क्वेश्चन रही टू कट ऑफ पार्ट्स ऑफ एन इमेज इज नोन एज। गोटे इमेज रे आपण किछि भी पार्ट्स को कट करूछथि सेटा को कोन कहाजे कोन कहबा पिला माने ताको हम कहि थाउ क्रॉपिंग बोली कहि थाउ पिला माने क्रॉपिंग बोली कहि थाउ। तो ऑप्शन नंबर ए इज राइट आंसर। नेक्स्ट देखिबा। नेक्स्ट क्वेश्चन रही व्हिच इज नॉट ए पॉपुलर कंप्यूटर मैन्युफैक्चरिंग ब्रांड। तो एमानक भितर कोडा गोटे मैन्युफैक्चरिंग ब्रांड नुहे पिला माने ए भितर कोडा हम राइट आंसर इज ऑप्शन नंबर बी नोकिया ना नोकिया पिला माने नोकिया कौन सी कंप्यूटर मैन्युफैक्चरिंग करे ना मन रखिए। तो ऑप्शन नंबर बी इज राइट आंसर। नेक्स्ट देखिबा। नेक्स्ट क्वेश्चन रही व्हिच ऑफ द फॉलोइंग ग्रुप्स कंसिस्ट्स ऑफ ओनली आउटपुट डिवाइस। तो एमानक भितर केउ ग्रुपटी केवल आउटपुट डिवाइस पिला माने आउटपुट डिवाइस अटे ए भितर कोडा कोडा हम राइट आंसर इज ऑप्शन नंबर बी प्लॉटर प्रिंटर मॉनिटर पिला माने ए ग्रुपटी केवल आउटपुट डिवाइस अच्छी मन रखिए प्लॉटर ही गला प्रिंटर ही गला मॉनिटर ही गला। तो माउस तो ये ऑप्शन एर देछि माउस तो यहाँ गोटे इनपुट डिवाइस स्कानर मध्य गोटे इनपुट डिवाइस कीबोर्ड मध्य गोटे इनपुट डिवाइस। तो ऑप्शन नंबर बी इज राइट आंसर पिला माने प्लॉटर प्रिंटर मॉनिटर ए ग्रुपटी ठीक अच्छे। तो ऑप्शन नंबर बी
नेक्स्ट देखिबा नेक्स्ट क्वेश्चन रही द शॉर्टकट की टू कॉपी ए फाइल इज गोटे फाइल को कॉपी करबा पई केउ शॉर्टकट की आम यूज करबा पिला माने केउ शॉर्टकट की आम यूज करबा कोड आवर राइट आंसर इज ऑप्शन नंबर बी कंट्रोल प्लस सी को आम यूज करबा तो ऑप्शन नंबर बी इज राइट आंसर नेक्स्ट देखिबा नेक्स्ट क्वेश्चन रही डेस इज कॉल्ड द ब्रेन ऑफ ए कंप्यूटर कंप्यूटर रो ब्रेन का कुआ जाए पिला माने कंप्यूटर रो ब्रेन का कहबा कहा को कुआ जाए सीपीयू को ना सीपीयू को पिला माने कुआ जाए कंप्यूटर रो ब्रेन बोली कहबा तो सीपीयू रो फुल फॉर्म हो जिवो सेंट्रल प्रोसेसिंग यूनिट तो ऑप्शन नंबर ए जिवो राइट आंसर पिला माने नेक्स्ट देखिबा नेक्स्ट क्वेश्चन रही एफटीपी एफटीपी रो फुल फॉर्म कोन हो पिला माने राइट द फुल फॉर्म एफटीपी फुल फॉर्म कोन हो माने रखिबे फाइल ट्रांसफर प्रोटोकॉल हम पिला माने ऑप्शन नंबर बी फाइल ट्रांसफर प्रोटोकॉल तो ऑप्शन नंबर बी इज राइट आंसर तो सब जाक इंपोर्टाट रोचे पिला माने आपण पई नेक्स्ट देखिबा नेक्स्ट क्वेश्चन अछि प्रेस टू ओपन गो टू डायलॉग बॉक्स को ओपन करबा पई आमे केउ शॉर्टकट की आमे प्रेस करबा को पड़िबो कोडा राइट आंसर पिला माने राइट आंसर इज ऑप्शन नंबर सी पिला माने कंट्रोल प्लस जी को आम प्रेस करने को पड़ो तो ऑप्शन नंबर सी इज राइट आंसर नेक्स्ट देखिबा द वर्ड कंप्यूटर आज बीन डिराइव्ड फ्रॉम व्हिच ऑफ द फॉलोइंग लैंग्वेज आम कंप्यूटर कहूचे पिला माने गोटे वर्ड अच्छी तो से वर्डटा क्यों लैंग्वेज आसची पिला माने क्यों लैंग्वेज रु आसची माने रखिबे पिला माने एडा होची लैटिन वर्ड रु ही आसची लैटिन वर्ड माने रखिबे तो ऑप्शन नंबर डी इज राइट आंसर